बसिଥିବା ସମସ୍ତ ଗୁରୁଜନ ଏବଂ ମାମାନଙ୍କୁ ନମସ୍କାର। ଜୟ ଜଗନ୍ନାଥ ସନ୍ଧ୍ୟାରେ ଆଜି ଆମର ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ଦେଇଥିବା ସୁରେନ୍ଦ୍ର ମହାନ୍ତି ଗୋଷ୍ଠୀ ପାଠଶାଳା ତରଫରୁ ଅନଲାଇନ୍ ସାହିତ୍ୟ ସମାବେଶ 2025 ମଞ୍ଚାରେ ଥିବା ମଞ୍ଚାସୀନ ଅତିଥି ଆଜିର ଏ କାର୍ଯ୍ୟକ୍ରମକୁ ଯେ ଆଗେଇ ନେଇଛନ୍ତି ମାଟିର ସ୍ୱରର ସଂଯୋଜକ ତଥା ଜଣେ ସମାଜ କ୍ଷେତ୍ରରେ ଯାହାର ପ୍ରତ୍ୟେକଟି ସମୟ ସମାଜ ସହିତ ତାଳ ଦେଇ ଚାଲୁଥାଏ ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ମହୋଦୟ ଏବଂ ଉପସ୍ଥିତ ଅଛନ୍ତି ଭାରତୀୟ ସେନାବାହିନୀରୁ ଅବସର ନେଇଥିବା ଜଣେ ଯୁବକ ଏବଂ ଜଣେ କବି ଲେଖକ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ମହୋଦୟ ଉପସ୍ଥିତ ଅଛନ୍ତି। ଆଉ ଜଣେ ବଡ଼ ଭାଇ ଜଣେ ରାଜନୀତି କହିଲେ ଅତ୍ୟୁକ୍ତି ହେବନି ଏବଂ ସାମାଜିକ କ୍ଷେତ୍ରରେ ଯାହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେ ଜଣେ ମଧ୍ୟ ସାହିତ୍ୟିକ ଏବଂ ଲେଖକ କବି ଶ୍ରୀଯୁକ୍ତ ମହେଶ୍ୱର ବେହେରା ମହୋଦୟ ଏବଂ ଉପସ୍ଥିତ ଅଛନ୍ତି ଆଉ ଜଣେ ବଡ଼ ଭାଇ ସେ ମଧ୍ୟ ପ୍ରତ୍ୟେକଟି ସମୟରେ ତାଙ୍କର ଫେସବୁକ୍ ଖୋଲିଲେ ମଧ୍ୟ ତାଙ୍କର ଭିଡ଼ିଓ ଦେଖିବାକୁ ପାଏ ଜଣେ କବି ଏବଂ ଲେଖକ ହିସାବରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ମହୋଦୟ ଏବଂ ଆମ ଗ୍ରାମର ବଡ଼ ଭାଇ ଜଣେ କବି ଲେଖକ ଶ୍ରୀଯୁକ୍ତ ସୁରେଶ କୁମାର ସାହୁ ମହୋଦୟ ଏବଂ ସାନ ଭାଇ ଘୋଡ଼ାରୁ ଆସିଥିବା ରଣା ମହୋଦୟ ଏବଂ ଶ୍ରୀନିବାସ ରଣା ମହୋଦୟ ଏବଂ ଉପସ୍ଥିତ ଅଛନ୍ତି ଗ୍ରାମର ବରିଷ୍ଠ ନାଗରିକ ତଥା ଗ୍ରାମର ପୂର୍ବତନ ସଭାପତି ଶ୍ରୀଯୁକ୍ତ ମାୟାଧୁରୀ ସାହୁ ମହୋଦୟ ଏବଂ ସର୍ବଶେଷରେ ଆଜି ଯାହାଙ୍କ ପାଇଁ ଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ମୋର ମାତୃପ୍ରିୟ ଏବଂ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଶ୍ରୀମତୀ ଶାନ୍ତିଲତା ସାହୁ ମହୋଦୟା ଏବଂ ଉପସ୍ଥିତ ଅଛନ୍ତି ସମସ୍ତ ମାନ୍ୟଗଣ ବୁଦ୍ଧିଜୀବୀ ବନ୍ଧୁଗଣ ସମସ୍ତଙ୍କୁ ପୁଣି ଥରେ ଆଜିର ଏ ଶୁଭ ସନ୍ଧ୍ୟାରେ ମୋର ନମସ୍କାର ଏବଂ ଶୁଭେଚ୍ଛା। ଆଜି ଯଦି ସୁରେନ୍ଦ୍ର ମହାନ୍ତି ଗୋଷ୍ଠୀ ପାଠଶାଳା ଧୂଆଁମେଳାରେ କରାଯାଇଛି ତେବେ ଶ୍ରେୟ ଆମେ ଦେବା ମାଟିର ସ୍ୱରର ସଂଯୋଜକ ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ମହୋଦୟ ତତ୍ସହିତ ତାଙ୍କ ସାଙ୍ଗରେ ଆସିଥିବା ସମସ୍ତ ବନ୍ଧୁମାନଙ୍କୁ ମୁଁ ସର୍ବପ୍ରଥମେ 2023ରେ ପ୍ରଭାତ ବାବୁଙ୍କ ସହିତ ପରିଚୟ ହେଲା। ପ୍ରଥମ ମାଟିର ସ୍ୱରର ବାର୍ଷିକ ଉତ୍ସବ ଦଶପଲ୍ଲା ମିଳିଆ ଠାରେ ଆୟୋଜନ କରାଯାଇଥିଲା। ସର୍ବପ୍ରଥମେ ମୁଁ ଜାଣିନଥିଲି ଦ୍ୱିତୀୟ ବାର୍ଷିକ ଉତ୍ସବରେ ଆମ ଧୂଆଁମେଳା ଗ୍ରାମକୁ ମାଟିର ସ୍ୱର ତରଫରୁ ଧୂଆଁମେଳା ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ ତାପରେ ଆମ ଗାଁରେ ଚାଲିଥିବା 25 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ବା କୁଇଜ ପ୍ରତିଯୋଗିତାରେ ପ୍ରଭାତ ଭାଇଙ୍କ ସହିତ ଆମେ ସରୋଜ ଭାଇଙ୍କୁ ମଧ୍ୟ ଡାକିଥିଲୁ। ମୋର ମଧ୍ୟ ସନ୍ତୋଷ ଭାଇ ଏବଂ ମହେଶ୍ୱର ଭାଇ ବନମାଳ ଭାଇ କହୁଥିଲେ ଆମର ମହିଳା କମିଶନର ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ଡକ୍ଟର ମାସନ୍ଦୀ ମହାନ୍ତି ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଏମିତି ବିଶିଷ୍ଟ ବୁଦ୍ଧିଜୀବୀ ମାନେ ଆମ ଗାଁରେ ପ୍ରବେଶ କରିଛନ୍ତି। ତାର ଶ୍ରେୟ ମଧ୍ୟ ମାଟିର ସ୍ୱରକୁ ଦିଆଯିବ। ଯଦି ଆଜି ମାଟିର ସ୍ୱର ସହିତ ଆମେ ଜଡ଼ିତ ହେଇନଥାନ୍ତେ ତେବେ ଧୂଆଁମେଳା ଗ୍ରାମକୁ ସାରା ଓଡ଼ିଶାର ଯେତେ କବି ଲେଖକ ଅଛନ୍ତି ମାଟିର ସ୍ୱର ସହିତ ଜଡ଼ିତ ହୋଇ ସେମାନେ ଧୂଆଁମେଳା ଗ୍ରାମ କହିଲେ ଜାଣିଛନ୍ତି ଯେ ଧୂଆଁମେଳା ଗ୍ରାମ କୋଉଠି। ଯଦି ମାଟିର ସ୍ୱର ସହିତ ଆମେ ସାମିଲ ହେଇନଥାନ୍ତେ ହୁଏତ ଧୂଆଁମେଳାକୁ ସେଇ ଲେଖକ ବା କବିମାନେ ଜାଣିବାରେ ଅଜ୍ଞ ହେଇଥାନ୍ତେ। ତେଣୁ ଯେତେବେଳେ ସୁରେନ୍ଦ୍ର ମହାନ୍ତି ଗୋଷ୍ଠୀ ପାଠଶାଳା କରାଗଲା ବନମାଳ ଭାଇ ତାପରେ ସମେତ ସୂଚନା ଦେଇଥିଲେ ଏବଂ ମୋତେ ଦୁଃଖ ଲାଗୁଛି ମୁଁ बोले एक वर्ष हम वन
ବନମାଳୀ ଭାଇଙ୍କ ଠାରୁ ଗାନ୍ଧୀଙ୍କର ଗୋଟେ ବହି ନେଇଥିଲି ମୋର ମନେ ପଡ଼େ। ମୁଁ ବେଳେ ବେଳେ ଭାବେ ଯେହେତୁ କିଛି କିଛି ଜାଗାରେ ଆମକୁ କହିବାକୁ ସୁଯୋଗ ମିଳିଥାଏ, କିଛି ଜ୍ଞାନ ଆହରଣ କରିବା ପାଇଁ ମନରେ ଭାବନା ସୃଷ୍ଟି ହୋଇଥାଏ, ସେଥିପାଇଁ ମୁଁ ଆଗ ଗାନ୍ଧୀ ବିଚାରଙ୍କର ଗୋଟେ ବହି ନେଇଥିଲି। କିନ୍ତୁ ସମୟ ଅନେକ ଅଛି, କିନ୍ତୁ ନିଜର ଅବହେଳା ଯୋଗୁଁ ସେଇ ବହି ମୁଁ ଆଜି ପର୍ଯ୍ୟନ୍ତ ବି ପଢ଼ିପାରି ନାହିଁ। ଯଦି ଆଜି ସୁରେନ୍ଦ୍ର ମହାନ୍ତି ଗୋଷ୍ଠୀ ପାଠଶାଳା ହେଇନଥାନ୍ତା, ତେବେ ଆଜି ଶାନ୍ତିଲତା ସାହୁ ମଧ୍ୟ ଏଠି ନାରୀ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବାର ସ୍ୱଭାବ ବି ଆମେ ପାଇନଥାନ୍ତୁ। ତେଣୁ ବଡ଼ମାକୁ ମଧ୍ୟ ଧନ୍ୟବାଦ ଦେବି। କାଲି ପ୍ରଭାତ ଭାଇ ମୋତେ ଫୋନ କରି କହିଲେ ଯେ ତାଙ୍କର ଅନେକ ଜ୍ଞାନ। ସତ କଥା କହିବାକୁ ଗଲେ ମୁଁ ବେଳେ ବେଳେ ସେୟାରିଂ କରିଛି ଆଗରୁ ଯେ ସେତେବେଳେ ଯଦି ବି ମେଟ୍ରିକ ପଢ଼ିଥିଲେ କିନ୍ତୁ ଜ୍ଞାନ ଅନେକ ଅଛି, ଏବଂ ଜଣେ ମହିଳା ହେଲେ ମଧ୍ୟ ଯଦି 100ରୁ ଅଧିକ ବହି ପାଠ ପଢ଼ି ସାରିଛନ୍ତି, ନିଶ୍ଚିତ ଭାବେ ଅନେକ ଜ୍ଞାନର ଅଧିକାରୀ ସେ ହୋଇସାରିଛନ୍ତି। ତେଣୁ ମୁଁ ପୁଣି ଥରେ ଆମ ଗ୍ରାମ୍ୟ ଗୋଷ୍ଠୀ ତରଫରୁ ଶାନ୍ତିଲତା ସାହୁ ମହୋଦୟଙ୍କୁ ପୁଣି ଥରେ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି। ମୁଁ ଆଉ ବିଶେଷ କିଛି କହୁନି। ପୁଣି ଥରେ ସୁରେନ୍ଦ୍ର ମହାନ୍ତି ଗୋଷ୍ଠୀ ପାଠଶାଳା ତରଫରୁ ଏବଂ ଧୂଆଁମଡ଼ା ଗୋଷ୍ଠୀ ପାଠଶାଳା ତରଫରୁ ମାଟିର ସ୍ୱରର जो टीम हम पाखे पहुंचती सेମାନଙ୍କୁ पुणी थे आम अनुष्ठान तरफ धन्यवाद और कृतज्ञता ज्ञापन करी मोर एवं समस्त कविता पाठ करिसंती। मु तो कविता गाई परिबिनी, समस्तंकर कविता बहुत माधुर्य एवं सुंदर लगिथिला एवं संतोष भाईकर मध्य जे सरोज भाई भी जेतले पढुथिले समस्तंकर जे कविता पाठ करुथिले मुझे भल मन दे शुणुली एवं भल सुंदर लगुला। सुरेश भाई व्याख्या भल था, किंतु जितेबाला महेश्वर भाई बहुत सुंदर भाव गीतटा गाइले माँ मान आखिर लुह झरुला। से आपण मान पुणी ये छोटिया भाईर पुणी स्नेह जे आगामी दिन में आपण मान कविता आहरी उन्नत हो एवं केवल 10 एरिया नुह सारा ओडिशा समस्त कवि एवं लेखक बंधु मान पाखे ये लेखा पहुंच समस्त कहबे और शुणे। आ विशेष किसी कहूनी ये मोर वक्तव्य बंद कर। जय हिंद।